ବିକୃତ ହୋଇଛି ବୈଦିକ ସଂସ୍କାର। କାହିଁକିନା ଶୌକ୍ରର ଶୁଦ୍ଧତା ନାହିଁ, ସେଥିପାଇଁ ପଞ୍ଚରାତ୍ରିକ ବିଧିରେ ସଂସ୍କାର କ୍ରିୟା ଅନୁମୋଦିତ। ଆଉ କଳିଯୁଗରେ କେବଳ ଏକମାତ୍ର ବିଧି ପଞ୍ଚରାତ୍ରିକ ବିଧିର ସଂସ୍କାର କ୍ରିୟା। ପଞ୍ଚରାତ୍ରିକ ବିଧିରେ ଆମର ସଂସ୍କାର କ୍ରିୟା ହୁଏ, ସଂସ୍କାର କରାଯାଉଛି ସେ ଅନୁସାରେ। କାହିଁକିନା ଶୌକ୍ର ବିଚାରରେ ଶୁଦ୍ଧତାର ଅଭାବ ଅଛି, ସବୁ ଅବିଶୁଦ୍ଧ, ସବୁ ଦୂଷିତ ହେଇଯାଇଛି କଳିଯୁଗରେ। କଳିଯୁଗରେ ସବୁ ଦୂଷିତ, ଚେତନା ଦୂଷିତ ହେଇଯାଇଛି, ଅନ୍ତଃକରଣ ଦୂଷିତ ହେଇଯାଉଛି, ସବୁ ଶୌକ୍ର ମଧ୍ୟ ଶୁକ୍ର ଦୂଷିତ ହେଇଯାଉଛି, ସବୁ ଦୂଷିତ ହେଇଯାଉଛି। ସେଥିପାଇଁ ଶୁକ୍ର ବିଚାର ଶୁଦ୍ଧତାର ଅଭାବ ଅଛି। ଅଶୁଦ୍ଧା ଶୂଦ୍ରକଳ୍ପା ହି ବ୍ରାହ୍ମଣା କଳି ସମ୍ଭବା ତେଷାଂ ଆଗମାର୍ଗେଣ ସୁଧୀର୍ଣ୍ଣ ସୌଦୋର୍ତ୍ମନା। ହରିଭକ୍ତି ବିଳାସରେ ସନାତନ ଗୋସ୍ୱାମୀ ପ୍ରକାଶ କରିଛନ୍ତି। କଳିଯୁଗରେ ତଥା ବିବାଦ ତର୍କେ ଶୌକ୍ର ବିଚାରରେ ବ୍ରାହ୍ମଣ ମାନଙ୍କର ଶୁଦ୍ଧତା ନାହିଁ। କଳୁ ସର୍ବେ ଶୂଦ୍ର ସମ୍ଭବା, କଳିଯୁଗରେ ସେଗୁଡ଼ା ଶୂଦ୍ର, ବ୍ରାହ୍ମଣ କଳିଯୁଗରେ ନାହାନ୍ତି। ତଥାକଥିତ ବ୍ରାହ୍ମଣ ଯେଉଁଗୁଡ଼ାକ ଜାତି ବ୍ରାହ୍ମଣ, ସେମାନେ ପୂର୍ବ ଯୁଗର ରାକ୍ଷସ, ସେଗୁଡ଼ାକ ପୂର୍ବ ଯୁଗର ରାକ୍ଷସ ବୋଲି କୁହାଯାଇଛି। ତାହା ଶାସ୍ତ୍ର ପ୍ରମାଣ ଦିଆହେଇଛି। ଗୋରୁ ବରାହ ପୁରାଣରେ ଅଛି, ରାକ୍ଷସା କଳିଙ୍ଗାଶ୍ରିତ୍ୟ ଜାୟନ୍ତେ ବ୍ରହ୍ମ ଯୌନିଷୁ ଉତ୍ପନ୍ନା ବ୍ରାହ୍ମଣ କୂଳେ ବାଧନ୍ତେ ଶ୍ରୋତ୍ରିୟାନ୍ କୃଷାନ୍। ପୂର୍ବ ଯୁଗର ଦେବତୀ ଯଦ୍ରୋହୀ ଯେଉଁ ସବୁ ଅସୁର ଥିଲେ, ସେମାନେ କଳିଯୁଗରେ ବ୍ରାହ୍ମଣ କୂଳରେ ଉତ୍ପନ୍ନ ହେଇ ସ୍ୱଳ୍ପ ସଂଖ୍ୟକ ଶୂଦ୍ର ପଦାବଲମ୍ବୀ ବ୍ୟକ୍ତିମାନଙ୍କୁ ଉତ୍ପୀଡ଼ନ କରନ୍ତି। ଏ ଶାସ୍ତ୍ରରେ ଅଛି। ତେଣୁ ପୂର୍ବ ଯୁଗ ରାକ୍ଷସ ଗୁଡ଼ା କଳିଯୁଗରେ ବ୍ରାହ୍ମଣ ହେଇଛନ୍ତି। ବିଭୀଷଣ ମଧ୍ୟ ସେଇ କଥା କହିଥିଲା ରାମଚନ୍ଦ୍ରଙ୍କୁ, ମୁଁ ଯଦି ଗୁଇନ୍ଦାଗିରି କରିବାକୁ ଆସିଥିବି ଆଉ କପଟ କରିକିରି ଆସିଛି, କପଟ ଆଚରଣ କରିଥିବି, ତାହେଲେ ମୁଁ କଳିଯୁଗରେ ବ୍ରାହ୍ମଣ ହେବି। ଏଇ କଥା କହିଥିଲା ସେ, ମୁଁ କଳିଯୁଗରେ ବ୍ରାହ୍ମଣ ହେଇକି ଜନ୍ମ ହେବି। କଳିଯୁଗର ବ୍ରାହ୍ମଣ ଗୁଡ଼ାକ ପୂର୍ବ ଯୁଗ ରାକ୍ଷସ ଗୁଡ଼ାକ, ସେମାନେ ପ୍ରକୃତ ବ୍ରାହ୍ମଣ ପଦବାଚ୍ୟ ନୁହନ୍ତି। ଏଇ ସକଳ ରାକ୍ଷସ ବ୍ରାହ୍ମଣ ନାମ ମାତ୍ର, ଏ ସକଳ ରାକ୍ଷସ এই সব লোক জম জাত নার পাত্র, এই সব লোক জম জাত নার পাত্র, কলি যুগে রাক্ষস জন্মিবে সুজনের হিংসা করিবা, এসব বিপ্রের স্পর্শ কথা নমস্কার, ধর্মশাস্ত্রে সর্বথানি সেদ করিবার, ধর্মশাস্ত্রে সর্বথানি সেদ করিবার। ये चैतन्य भागवत वृंदावन दास ठाकुर मध्य लिखिछन् से कथा। कलौ सर्वे शूद्र सम्भवा, कलिरे सबै शूद्र। शूद्र के तार संज्ञाटा कोण, ये महाभारत शल्य पर्व दिखाई। हिंसा अनंत प्रिया लुब्धा सर्वकर्मोपजीविका जीविन, कृष्णा शौच परिभ्रष्टास्ते द्विजा शूद्रतंगता, सर्वभक्ष्योरति नित्यम सर्वकर्म करो शुचि, त्यक्त वेदस्तनाचार सबै शूद्र इति स्मृतः। ये महाभारत शल्य पर्व कहे। हिंसा, मिथ्या भाषण, लोभ, सर्वकर्म द्वारा जीविका निर्वाह, औसत कार्य द्वारा शुचिभ्रष्ट होई निजगण शूद्रवर्ण प्राप्त होती। जे व्यक्ति सकल द्रव्य भोजन रथि विशिष्ट, मद खाऊची, माछ खाऊची, मांस खाऊची, घुसुरी मांस खाऊची, घुसुरी विष्ठा खाऊची, तार मांस ही खाऊची। माछ सबु मांस खाए, आउ माछ विष्ठा भी खाए। जे माछ खाइला सर्व मांस भक्ष्य कहला, विष्ठा भक्षण भी कला, ये सबु खाइब। सकल द्रव्य भोजन रथि विशिष्ट, सकल कर्मकारी, पेट पोष नाई दोष गोटाए प्रचलन होती आजिकल। तो पेट पोष नाई दोष, जा ता कर पेट पोष, कि दोष ना। ये शूद्र काम सब
ଅଶୁଚି ତ୍ୟକ୍ତ ବେଦ ଧର୍ମ, ବେଦ ଧର୍ମ ମାନୁନି, ବେଦ ବିଧି ବିଧାନ କିଛି ମାନେ, ତ୍ୟକ୍ତ ବେଦ ଧର୍ମ, ଅନାଚାରୀ, ସଦାଚାରୀ ନୁହେଁ ଅସଦାଚାରୀ, ଏସବୁ ବ୍ୟକ୍ତି ମଦ ପିଉଛନ୍ତି, ଜୁଆ ଖେଳୁଛନ୍ତି, ଅବୈଧ ସ୍ତ୍ରୀ ସଙ୍ଗ କରୁଛନ୍ତି, ଯେକୌଣସି ଉପାୟରେ ଅବୈଧ ଉପାୟରେ ଧନ ରୋଜଗାର କରୁଛନ୍ତି। ଯାହା ଇଚ୍ଛା ତା ଖାଇଲେ, ଯାହା ଇଚ୍ଛା ତା ଖାଇଲେ, ମାଛ ଖାଇଲେ ଘୁଷୁରୀ ମାଂସ ହିଁ ଖାଉଛନ୍ତି। ଆଉ ଗୋମାଂସ ତ ଅନେକ ଯୋଉଗୁଡାକ ତମେ ଜବନ ଗୋମାଂସ ଖାଉଛନ୍ତି, ଆଉ ଗୋ ହତ୍ୟା ତ କରାଉଛି, ଏପରି ଘୁଷୁରୀ ମାଂସ କହୁଛନ୍ତି। ତଥାକଥିତ ବ୍ରାହ୍ମଣ ଗୁଡାକ ସେ ଘୁଷୁରୀ ମାଂସ ଖାଉଛନ୍ତି, ସେ ମଦ ପିଉଛନ୍ତି, ଆଉ ବିକୁଛନ୍ତି ମଧ୍ୟ ପଇସା ରୋଜଗାର କରିବା ପାଇଁ ମଦ ବିକୁଛନ୍ତି ସେମାନେ। ମଦ ବିକୁଛନ୍ତି। ଆରେ ବ୍ରାହ୍ମଣ ହେଇଛ ମଦ ବିକୁଛ, ପେଟ ପୋଷ ନାହିଁ ତ ହବ, ଯେକୌଣସି ଉପାୟରେ ଅର୍ଥ ଉପାର୍ଜନ ହବ, ଏଇଟା କଥା ଆଉ ସେଇଟା କଥା କହ। ସର୍ବ କର୍ମ ଦ୍ୱାରା ଜୀବିକା ନିର୍ବାହ, ସର୍ବକର୍ମ ଯେକୌଣସି ବିଚାର ନାହିଁ, ବେଦ ବିଚାର ନାହିଁ, ବେଦ ବିଧି ମାନୁନାହାନ୍ତି। ବେଦ ଧର୍ମ ତ୍ୟକ୍ତ ବେଦ ଧର୍ମ ଅନାଚାରୀ, ଇଏ ହେଲା ଶୁଦ୍ଧ, ଏଗୁଡ଼ାକ ପରିଚୟରେ ହଉଛି, ଏଗୁଡ଼ା ସମସ୍ତ ଶୁଦ୍ଧ। ସେଥିପାଇଁ ପଞ୍ଚରାତ୍ରିକ ବିଧାନରେ ଯାଇକିରି ସଂସ୍କାର ହେଲେ, ଦୀକ୍ଷା ହେଲେ ଶୁଦ୍ଧି ହବ, ଏଇଟା କୁହାହେଇଛି। ଏଇଟା ହଉଛି ସେଇ ବିଧାନରେ ଆମେ ସଂସ୍କାର କ୍ରିୟା କରିକିରି ଶୁଦ୍ଧ କରୁଛେ। ଏଇ ପାଶ୍ଚାତ୍ୟ ଜଗତର ଏମାନେ ଶୁଦ୍ର ବା ଶୁଦ୍ରାଧମ, ଶୁଦ୍ର ଠାରୁ ଆହୁରି ନିଚ, ଏମାନେ ଅଧୀନ, ଏମାନେ ସବୁ କଥା କୌଣସି ବେଦ ଧର୍ମ ନିୟମ କିଛି ନାହିଁ, ଅସୂଚିତ। ୟାଙ୍କୁ ସଂସ୍କାର କ୍ରିୟା କରାହେଇଛି, ୟାଙ୍କର ସଂସ୍କାର କ୍ରିୟା କରାହେଇଛି। ଆମ ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ପ୍ରବର୍ତ୍ତନ କରିଛନ୍ତି। ପଞ୍ଚାୟତ ବିଧାରେ ଏମାନଙ୍କୁ ସଂସ୍କାର କ୍ରିୟା କରାହେଇକରି ଏମାନଙ୍କୁ ବ୍ରାହ୍ମଣ କରାହେଉଛି। କହିଲେ ବ୍ରାହ୍ମଣ ନାହିଁ, ବ୍ରାହ୍ମଣ ସୃଷ୍ଟି କରୁଛେ। ଆମ ଗୁରୁ ମହାରାଜ ବ୍ରାହ୍ମଣ ସୃଷ୍ଟି କରୁଛେ। ବ୍ରାହ୍ମଣ ହେଡ୍ ପର୍ସନ ଅଫ୍ ଦି ସୋସାଇଟି, ସମାଜ ରୂପକ ଗୁଣ୍ଡିର ମସ୍ତିଷ୍କ ଭାଗ ହଉଛି ବ୍ରାହ୍ମଣ। ବ୍ରାହ୍ମଣ ନାହିଁ, ତେଣୁ ମୁଣ୍ଡଟା ନଥିଲେ ଗଣ୍ଡିର ମୂଲ୍ୟ କିଛି ନା, ସେଥିପାଇଁ ବ୍ରାହ୍ମଣ ସୃଷ୍ଟି କରାହେଉଛି। ଏଇ ପଞ୍ଚରାତ୍ରି ଭିତରେ ଅନେକ ସମାଲୋଚନା କରୁଛନ୍ତି, ଏଇଟା ମେଛ ଯବନ, ଏଇଟା ବ୍ରାହ୍ମଣ ହେଇଗଲେ, ବ୍ରାହ୍ମଣ କରୁନାହାନ୍ତି, ସନ୍ନ୍ୟାସ ଦେଇକି ସନ୍ନ୍ୟାସୀ ହେଇଛନ୍ତି। ଇ କରାଯାଇଛି, ଇ ଅନୁମୋଦିତ, ବେଦାନୁମୋଦିତ। ଦୀକ୍ଷା କାହାକୁ କୁହାଯାଏ? ଦିବ୍ୟ ଜ୍ଞାନଂ ଯତ